ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ତେବେ ଶୁଣ ଏ ଭାଇ, ଶୁଭ ବାରତା ଆସିଛି ଆଜି। ସରଗର ଏ ବାରତା, ପ୍ରେମର ବାରତା, ସତ୍ୟମୁଖୀର ବାରତା, ପରିତ୍ରାଣର କଥା। ଶୁଭ ବାରତା ଆସିଛି ଆଜି। ପ୍ରିୟ ଶ୍ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଗୌରବମୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 6 ଅଧ୍ୟାୟର 9 ପଦରେ ଆମମାନେ ଏହିପରି ପାଠ କରୁ, ଅତଏବ ତୁମେମାନେ ଏହି ପ୍ରକାରେ ପ୍ରାର୍ଥନା କର, ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ। ପ୍ରଭୁ ଶ୍ରୀଖ୍ରୀଷ୍ଟ ଦିନେ ଆପଣା ଶିଷ୍ୟମାନଙ୍କୁ ଏକ ଦୃଷ୍ଟାନ୍ତ କହିଲେ। 2 ଜଣ ଲୋକ ପ୍ରାର୍ଥନା କରିବା ନିମନ୍ତେ ମନ୍ଦିରକୁ ଗଲେ। ଜଣେ ଫାରୁସୀ ଓ ଅନ୍ୟ ଜଣକ କରଗ୍ରାହୀ। ଫାରୁସୀ ଦଣ୍ଡାୟମାନ ହୋଇ ଆପଣ ନିକଟରେ ଏହି ପ୍ରକାର ପ୍ରାର୍ଥନା କରିବାକୁ ଲାଗିଲା, ହେ ଈଶ୍ୱର, ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି ଯେ ମୁଁ ଅନ୍ୟ ସମସ୍ତ ଲୋକଙ୍କ ପରି ଅତ୍ୟାଚାରୀ, ଅଧାର୍ମିକ, ବ୍ୟଭିଚାରୀ କିମ୍ବା ଏହି କରଗ୍ରାହୀ ପରି ସୁଦ୍ଧା ନୁହେଁ। ମୁଁ ସପ୍ତାହରେ 2 ଥର ଉପବାସ କରିଥାଏ ଓ ମୋର ସମସ୍ତ ଆୟର ଦଶମାଂଶ ଦାନ କରେ। ଏହା ତ ଜଣେ ଅହଙ୍କାରୀ, ପାପୀ, ଆତ୍ମଧାର୍ମିକ ଲୋକର ପ୍ରାର୍ଥନା, ଯାହା ସ୍ୱର୍ଗକୁ ପହଞ୍ଚି ପାରିନାହିଁ। ଅଧିକନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଦୃଷ୍ଟାନ୍ତରେ ଏହିପରି କହନ୍ତି, କିନ୍ତୁ କରଗ୍ରାହୀ ଦୂରରେ ଠିଆ ହୋଇ ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରିବାକୁ ସୁଦ୍ଧା ସାହସ କଲା ନାହିଁ, କିନ୍ତୁ ଆପଣା ଛାତିରେ ମାରି ହୋଇ କହିବାକୁ ଲାଗିଲା, ହେ ଈଶ୍ୱର, ମୁଁ ପାପୀ, ମୋତେ ଦୟାକର। ଏହା ମଧ୍ୟ ଜଣେ ପାପୀର ପ୍ରାର୍ଥନା ଅଟେ। ମାତ୍ର ଏହି ଲୋକ ଦୀନ ଓ ନମ୍ର ଭାବରେ ଭଗ୍ନ ହୃଦୟ ସହିତ ରୋଦନ କରି ପ୍ରାର୍ଥନା କରନ୍ତି। ଏହା ସେହି ପ୍ରାର୍ଥନା ଯାହା ସ୍ୱର୍ଗରେ ପହଞ୍ଚିଥିଲା, ପୁଣି ଈଶ୍ୱରଙ୍କର ଉତ୍ତର ପୃଥିବୀରେ ପହଞ୍ଚିଲା, କାରଣ ଏହି ଲୋକ ଧାର୍ମିକ ଗଣିତ ହୋଇ ନିଜ ଗୃହକୁ ଚାଲିଗଲା, ମନୁଷ୍ୟକୁ ତାହାର ପାପ ଦଣ୍ଡରୁ ରକ୍ଷା କରିବା ନିମନ୍ତେ। ପୁଣି ଈଶ୍ୱରଙ୍କ ସମ୍ମୁଖରେ ତାହାକୁ ଧାର୍ମିକ ଗଣିତ କରିବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ମନୁଷ୍ୟର ପାପର ଦଣ୍ଡ କ୍ରୁଶରେ ଭୋଗ କଲେ। ଯେ କେହି ତାହାଙ୍କ ମୃତ୍ୟୁ ପୁନରୁତ୍ଥାନରେ ବିଶ୍ୱାସ କରି ତାହାଙ୍କୁ ଗ୍ରହଣ କରେ, ସେ ପରିତ୍ରାଣ ପ୍ରାପ୍ତ ହୁଏ, ଆଉ ତାହାର ପ୍ରାର୍ଥନା ସ୍ୱର୍ଗରେ ଗୃହୀତ ହୁଏ। ଆପଣ ମଧ୍ୟ ଯେପରି ଏହିପରି କରିବେ, ଈଶ୍ୱର ଆପଣଙ୍କୁ ସେଥି ନିମନ୍ତେ ସାହାଯ୍ୟ କରନ୍ତି।